ଷଷ୍ଠ ପରିଚ୍ଛେଦ ସୋମବଂଶ। ଯେଉଁ ସମୟରେ ଭୌମକର ରାଜବଂଶ ଓଡ଼ିଶାର ଉପକୂଳ ଅଞ୍ଚଳଗୁଡ଼ିକରେ ଦୃଢ଼ ଭାବେ ଶାସନ କାର୍ଯ୍ୟ ଚଳାଉଥିଲେ, ସେତେବେଳେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର ପ୍ରଭୃତି ଜିଲ୍ଲାମାନଙ୍କରେ ସୋମବଂଶୀୟ ରାଜାମାନେ ମଧ୍ୟ ତ୍ରିକଳିଙ୍ଗାଧିପତି ଉପାଧିରେ ଭୂଷିତ ହୋଇ ନିରଙ୍କୁଶ ଶାସନ ବିସ୍ତାର କରିଥିଲେ। ସେମାନଙ୍କ ରାଜ୍ୟଟି ପ୍ରାଚୀନ ଦକ୍ଷିଣ କୋଶଳର ଗୋଟିଏ ମୁଖ୍ୟ ଅଂଶ ରୂପେ ଥିବାରୁ ସେମାନେ କୋଶଳାଧିପତି ନାମରେ ମଧ୍ୟ ପରିଚିତ। ସେହି ରାଜାମାନଙ୍କର କେତେକ ରାଜଧାନୀ ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଥିଲା। ତନ୍ମଧ୍ୟରୁ ତେଲ ଓ ମହାନଦୀର ସଙ୍ଗମସ୍ଥଳ ସୁବର୍ଣ୍ଣପୁର ବା ସୋନପୁର ଠାରେ ଯେଉଁ ରାଜଧାନୀ ସ୍ଥାପିତ ହୋଇଥିଲା, ତାହା ହିଁ ସେମାନଙ୍କର ମୁଖ୍ୟ ଆବାସ ସ୍ଥଳ ରୂପେ ବ୍ୟବହୃତ ହେଉଥିଲା। ସେଠାରେ ରମଣୀୟ ନଦୀତଟରେ ସ୍ତମ୍ଭେଶ୍ୱରୀଙ୍କର ମନ୍ଦିର ଏବଂ ଅନତି ଦୂରରେ ବୈଦ୍ୟନାଥ ମନ୍ଦିର ଅତି ରମଣୀୟ କାରୁକାର୍ଯ୍ୟରେ ମଣ୍ଡିତ ହୋଇଅଛି। ବଲାଙ୍ଗୀରର ଅନତି ଦୂରରେ ପାଟଣେଶ୍ୱରୀଙ୍କର ମନ୍ଦିର, ହରିଶଙ୍କର, ନୃସିଂହନାଥ ପ୍ରଭୃତି ଅତି ରମଣୀୟ ସ୍ଥାନରେ ନିର୍ମିତ ହୋଇଅଛି। ସେଠାରେ ପରିମଳଗିରି ନାମକ ଗୋଟିଏ ପର୍ବତ ବିଦ୍ୟମାନ। ସୋମବଂଶୀୟ ରାଜାମାନଙ୍କ ପୂର୍ବରୁ ନିର୍ମିତ ହୋଇଥିବା କେତେକ ଦୁର୍ଗ ମଧ୍ୟ ସେ ରାଜ୍ୟକୁ ସୁରକ୍ଷିତ କରିଛି। ସୋମବଂଶୀୟ ରାଜାମାନେ ଶୈବ ଧର୍ମରେ ଦୀକ୍ଷିତ ହୋଇଥିଲେ ସୁଦ୍ଧା ତାମ୍ରଶାସନରେ ରାଜକୀୟ ଲାଞ୍ଛନ ରୂପେ ଗଜଲକ୍ଷ୍ମୀଙ୍କର ମୂର୍ତ୍ତି ଗୃହୀତ ହୋଇଅଛି। ଏଣୁ ବୈଷ୍ଣବ ଧର୍ମରେ ମଧ୍ୟ ତାଙ୍କର ବିଶ୍ୱାସ ଥିବା ପ୍ରମାଣିତ ହୁଏ। ଏହି ରାଜାମାନଙ୍କର ଶାସନ କାଳରେ ଡାହାଳ ଓ ଚେଦି ରାଜ୍ୟର ରାଜାମାନେ ସୁବର୍ଣ୍ଣପୁର ପ୍ରତି ଘନ ଘନ ଅଭିଯାନ ଚଳାଉଥିଲେ। ତେଣୁ ସେହି ରାଜ୍ୟର ଦକ୍ଷିଣ ପଶ୍ଚିମାଞ୍ଚଳ ସର୍ବଦା ଅସ୍ଥିର ଅବସ୍ଥାରେ ରହୁଥିଲା। ସୋମବଂଶୀୟ ମହାରାଜାମାନଙ୍କ ମଧ୍ୟରେ ଜନ୍ମେଜୟ ନାମକ ରାଜାଙ୍କର ଦ୍ୱିତୀୟ ନାମ ଥିଲା ସ୍ୱଭାବତୁଙ୍ଗ ଏବଂ ତାଙ୍କ ରାଣୀଙ୍କର ନାମ ଥିଲା ନୃତା ମହାଦେବୀ। ତାଙ୍କଠାରୁ ଯଯାତି ମହାଶିବଗୁପ୍ତ ଏବଂ ତ୍ରିଭୁବନ ମହାଦେବୀ ଓରଫ ପୃଥିବୀ ମହାଦେବୀ ଜନ୍ମଗ୍ରହଣ କରିଥିଲେ। ଏଣୁ ଭୌମ ବଂଶର ଅବସାନ ପରେ ସୋମବଂଶୀୟ ମହାରାଜା ଯଯାତି ଉତ୍କଳର ରାଜକର୍ମଚାରୀମାନଙ୍କର ଆହ୍ୱାନ କ୍ରମେ ସହଜରେ ତଥା ନିର୍ବିବାଦରେ କୋଶଳ ସଙ୍ଗେ ଉତ୍କଳକୁ ମିଶାଇ ରାଜତ୍ୱ କଲେ। ସ୍ୱଭାବତୁଙ୍ଗ ଜନ୍ମେଜୟଙ୍କ ସମୟରେ ଡାହାଳ ଦେଶର ଯେଉଁ ଚେଦିବଂଶୀୟ ରାଜାମାନେ ଶତ୍ରୁତାଚାରଣ କରି କୋଶଳ ଅଧିକାର କରିବାକୁ ଚେଷ୍ଟା କରୁଥିଲେ, ସେମାନଙ୍କୁ ଯଯାତି କେବଳ ପରାସ୍ତ କରି ନୀରବ ହେଲେ ନାହିଁ, ଡାହାଳର ରାଜଧାନୀ ପ୍ରତି ଅଭିଯାନ ଚଳାଇ ତାହାକୁ ଭସ୍ମସାତ୍ କରିଥିଲେ। ଏ ପ୍ରସଙ୍ଗ ତାଙ୍କର ଗୋଟିଏ ତାମ୍ରଶାସନରେ ମଧ୍ୟ ଉଲ୍ଲେଖ ହୋଇଅଛି। ତେଣୁ ବହୁକାଳ ପର୍ଯ୍ୟନ୍ତ କୋଶଳର ପଶ୍ଚିମ ସୀମା ଉପଦ୍ରବଶୂନ୍ୟ ହୋଇ ରହିଲା। ଉତ୍କଳ ସିଂହାସନ ଲାଭ କରିବା ଫଳରେ ଯଯାତିଙ୍କର ସାମରିକ ଶକ୍ତି ବିଶେଷ ବୃଦ୍ଧି ଲାଭ କଲା। ତେଣୁ ଶତ୍ରୁ ରାଜାମାନେ ତାଙ୍କ ବିରୁଦ୍ଧରେ ସମର ଅଭିଯାନ କରିବାକୁ ଭୟ କଲେ। ମହାନଦୀ ତଟରେ ନୂତନ ରାଜଧାନୀ ଯଯାତି ନଗର। ଉତ୍କଳ ଓ ଦକ୍ଷିଣ କୋଶଳ ଏକ ଶାସନାଧୀନ ହେବାରୁ ସୁବର୍ଣ୍ଣପୁରଠାରୁ ରାଜଧାନୀ ଉଠାଇ ନେଇ ଯଯାତି ମହାଶିବଗୁପ୍ତ ଉଭୟ ଦେଶର କେନ୍ଦ୍ରସ୍ଥଳରେ ମହାନଦୀ କୂଳର ଏକ ରମଣୀୟ ସ୍ଥାନରେ ନୂତନ ରାଜଧାନୀ ସୃଷ୍ଟି କରି ତାହା ନିଜ ନାମରେ ନାମିତ କଲେ। ସେହି ଯଯାତିନଗରର ଅବସ୍ଥିତି କେଉଁ ସ୍ଥାନରେ ହୋଇଥିବ, ସେ ସମ୍ବନ୍ଧରେ ବିଭିନ୍ନ ଐତିହାସିକମାନଙ୍କର ଭିନ୍ନ ଭିନ୍ନ ମତ ପ୍ରକଟିତ ହୁଏ। କିନ୍ତୁ ପରବର୍ତ୍ତୀ କାଳରେ ସ୍ଥାପିତ ଯଯାତିନଗର ଯାଜପୁରଠାରେ ସ୍ଥାପିତ ହୋଇଥିବା କେତେକ ମତ ପ୍ରକାଶ କରନ୍ତି। କିନ୍ତୁ ବାସ୍ତବରେ ତାହା ଆଧୁନିକ ବାରବାଟୀ ଦୁର୍ଗସ୍ଥିତ କଟକ ବୋଲି ଆମେ ସ୍ଥିର କରିଛୁ।
ତାହା ହିଁ ଗଙ୍ଗବଂଶୀ ରାଜାମାନେ ପରବର୍ତ୍ତୀ କାଳରେ ଅଭିନବ ବାରାଣାସୀ ତାହା ହିଁ ଗଙ୍ଗବଂଶୀ ରାଜାମାନେ ପରବର୍ତ୍ତୀ କାଳରେ ଅଭିନବ ବାରାଣସୀ ନାମରେ ଅଭିହିତ କରି ରାଜଧାନୀ ସ୍ଥାପନ କରିଥିଲେ। ଯଯାତି 10ଟି ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରିଥିବା କଥିତ ହୁଏ। ସେଥିର ପ୍ରମାଣ ସ୍ୱରୂପ ଏକ ଯଜ୍ଞ ସ୍ତମ୍ଭ ଯାଜପୁରଠାରେ ରହିଥିବା ଜଣାଯାଏ। ଯଯାତିଙ୍କୁ ତାଙ୍କ ପୈତୃକ ରାଜଧାନୀ ସୁରକ୍ଷା ନିମନ୍ତେ ସେହି ରାଜଧାନୀଠାରେ ସ୍ୱୀୟ ବଂଶର ଗୋଟିଏ ଶାଖା ସ୍ଥାପନ କରିବାକୁ ପଡ଼ିଲା। କିନ୍ତୁ ଦକ୍ଷିଣ କୋଶଳର ଶାସନ କାର୍ଯ୍ୟ ଦୁର୍ବଳ ହେବା ଯୋଗୁଁ ଦକ୍ଷିଣର ଚୋଳବଂଶୀୟ ରାଜାମାନେ ସୁବର୍ଣ୍ଣପୁର ପ୍ରତି ଅଭିଯାନ ଚଳାଇଲେ। ଉତ୍କଳର ପୂର୍ବ ଭାଗରେ ବଙ୍ଗଦେଶର ପାଳବଂଶୀୟ ରାଜାମାନେ ସୀମାନ୍ତ ଅଞ୍ଚଳରେ ଅଭିଯାନ କରୁଥିବାରୁ ଯଯାତି ସୁବର୍ଣ୍ଣପୁର ରକ୍ଷା କରିବାକୁ ସମର୍ଥ ହେଲେ ନାହିଁ। ଏଣୁ ସହଜରେ ଚୋଡ଼ ସୈନ୍ୟମାନେ ତାହା ଅଧିକାର କରି ସେଠାରେ ଗୋଟିଏ ନୂତନ ରାଜବଂଶ ପ୍ରତିଷ୍ଠା କଲେ। ସେହି ରାଜବଂଶ ତେଲୁଗୁ ଚୋଡ଼ ନାମରେ ପରିଚିତ ହୁଅନ୍ତି। ଯଯାତିଙ୍କ ଅଭିଯାନ। ଯଯାତିଙ୍କର ସୈନ୍ୟମାନେ ଗୌଡ଼ ଦେଶ ପର୍ଯ୍ୟନ୍ତ ଅଭିଯାନ ଚଳାଇଥିବା ପ୍ରସଙ୍ଗ ଗୋଟିଏ ତାମ୍ରଶାସନରୁ ଜଣାଯାଏ। ତାଙ୍କର ଉପାଧିଗୁଡ଼ିକ ମଧ୍ୟରେ କଳିଙ୍ଗ, କୌଙ୍ଗଦ, ଉତ୍କଳ, କୋଶଳାଧୀଶ୍ୱର ରୂପେ ବର୍ଣ୍ଣିତ ହୋଇଥିବାରୁ ସେ ଏହି 4ଟି ରାଜ୍ୟର ସାମନ୍ତ ରାଜାମାନଙ୍କୁ ଅଧୀନସ୍ଥ କରିଥିଲେ। ତାଙ୍କ ସମୟରେ କୌଙ୍ଗଦ ଗୋଟିଏ ସ୍ୱତନ୍ତ୍ର ରାଜ୍ୟ ରୂପେ ନ ରହି ଉତ୍କଳ ବା ଦକ୍ଷିଣ ତୋଷଳୀ ରାଜ୍ୟର ଏକ ଅଂଶ ରୂପେ ରହିଥିଲା। ତେଣୁ ମହେନ୍ଦ୍ର ପର୍ବତ ପର୍ଯ୍ୟନ୍ତ ଯଯାତିଙ୍କର ସାମ୍ରାଜ୍ୟ ପ୍ରସାର ଲାଭ କରିଥିବା ଅନୁମିତ ହୁଏ। ଏହାର ଅଳ୍ପ କାଳ ପରେ ତେଲୁଗୁ ଚୋଡ଼ମାନେ ଯଯାତିଙ୍କର ପୈତୃକ ରାଜଧାନୀ ସୁବର୍ଣ୍ଣପୁର ଅଧିକାର କରିଥିଲେ ସୁଦ୍ଧା କୋଶଳର କେତେକ ଅଂଶ ଯଯାତିଙ୍କ ନିୟନ୍ତ୍ରଣାଧୀନ ଥିଲା। ବିଭିନ୍ନ ରାଜନୈତିକ ସଂଘର୍ଷ ଓ ଘଟଣାବଳୀ ମଧ୍ୟରେ ଉତ୍କଳର ବୀର ସୈନ୍ୟମାନେ ଏକ ଆଡ଼େ ଗୌଡ଼ ଏବଂ ଅନ୍ୟ ଆଡ଼େ ଆନ୍ଧ୍ରପ୍ରଦେଶରେ ଅଭିଯାନ ଚଳାଇ ସେଠାରୁ ବହୁ ସମ୍ପଦ ଲାଭ କରିଥିଲେ। ତେଣୁ ଯଯାତିଙ୍କ ରାଜ୍ୟରେ ତାଙ୍କ ରାଜତ୍ୱର ଶେଷ କେତେ ବର୍ଷ ଶାନ୍ତି ଓ ଶୃଙ୍ଖଳାର ସହିତ ଅତିବାହିତ ହୋଇଥିଲା। ସେତିକିବେଳେ ସେ ପ୍ରଭୂତ ଅର୍ଥ ବ୍ୟୟ କରି ଭୁବନେଶ୍ୱରଠାରେ ଆକାଶଚୁମ୍ବୀ ଲିଙ୍ଗରାଜ ମନ୍ଦିର ନିର୍ମାଣ କରାଇଥିଲେ। କିମ୍ବଦନ୍ତୀରୁ ଜଣାଯାଏ ଯେ ପୁରୀର ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ମଧ୍ୟ ଯଯାତିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। କିନ୍ତୁ କୌଣସି କାରଣରୁ ତାହା ସେତେବେଳେ ସମ୍ପୂର୍ଣ୍ଣତା ଲାଭ ନ କରି ପରିତ୍ୟକ୍ତ ଅବସ୍ଥାରେ ରହିଥିଲା। ଭୁବନେଶ୍ୱର ଶୈବ ଗୁରୁପୀଠ। ଯଯାତିଙ୍କର ଅପର ନାମ ଥିଲା ଚଣ୍ଡୀହର ଏବଂ ତାଙ୍କର ରାଣୀଙ୍କ ନାମ କୁଳାବତୀ। କୁଳାବତୀଙ୍କ ଗର୍ଭରୁ ମହାଭବଗୁପ୍ତ ଉଦ୍ୟୋତ କେଶରୀ ଜନ୍ମ ଲାଭ କରିଥିଲେ। କୁଳାବତୀ ସ୍ୱୀୟ ସ୍ୱାମୀଙ୍କର ଧର୍ମକୀର୍ତ୍ତିକୁ ଅନୁସରଣ କରି ଭୁବନେଶ୍ୱରଠାରେ ଅନ୍ୟ ଏକ ମନ୍ଦିର ନିର୍ମାଣ କରିଥିଲେ। ତାହା ବ୍ରହ୍ମେଶ୍ୱର ନାମରେ ଅଭିହିତ ହୁଏ। ସେହି ମନ୍ଦିରରେ ଯେଉଁ ଦୀର୍ଘ ଶିଳାଲିପି କୁଳାବତୀଙ୍କର ଧର୍ମକୀର୍ତ୍ତି ପ୍ରଚାର କରି ରହିଥିଲା, ତାହା ବର୍ତ୍ତମାନ ସୁଦୂର ଲଣ୍ଡନର ବ୍ରିଟିଶ ମ୍ୟୁଜିୟମରେ ସଂରକ୍ଷିତ ହୋଇଅଛି। 1838 ଖ୍ରୀଷ୍ଟାବ୍ଦରେ ଗବେଷକ ପ୍ରିନ୍ସେପ ସାହେବ ତାହା ସର୍ବପ୍ରଥମେ ପାଠ କରି ଏସିଆଟିକ୍ ସୋସାଇଟି ପତ୍ରିକାରେ ପ୍ରକାଶ କରିଅଛନ୍ତି। ବ୍ରହ୍ମେଶ୍ୱର ମନ୍ଦିରର କାରୁକାର୍ଯ୍ୟ ସଙ୍ଗେ ଲିଙ୍ଗରାଜ ମନ୍ଦିରର ସ୍ଥାପତ୍ୟ ଏବଂ କାରୁକାର୍ଯ୍ୟ ପ୍ରାୟ ସମାନ କହିଲେ ଚଳେ। ଏଣୁ ଉଭୟ ମନ୍ଦିରର ନିର୍ମାଣ ପ୍ରାୟ ଏକ ସମୟରେ ସମ୍ପନ୍ନ ହୋଇଥିଲା। ଏ ଦୁଇଟି ମନ୍ଦିର ଗଠନ ପୂର୍ବରୁ ଭୁବନେଶ୍ୱରସ୍ଥ ରାଜରାଣୀ ମନ୍ଦିର ଏବଂ ମୁକ୍ତେଶ୍ୱର ମନ୍ଦିର ନିର୍ମାଣ ପ୍ରାୟ ଏକ ସମୟରେ ସମ୍ପନ୍ନ ହୋଇଥିଲା। ଏ ଦୁଇଟି ମନ୍ଦିର ଗଠନ ପୂର୍ବରୁ ଭୁବନେଶ୍ୱରସ୍ଥ ରାଜରାଣୀ ମନ୍ଦିର ଏବଂ
ମୁକ୍ତେଶ୍ୱର ମନ୍ଦିର ବୋଧହୁଏ ଯଯାତି ଦ୍ୱିତୀୟଙ୍କର ଅଳ୍ପକାଳ ପୂର୍ବରୁ ନିର୍ମିତ ହୋଇପାରିଥିଲା। ଏ ସମସ୍ତ ମନ୍ଦିରଗୁଡ଼ିକର ନିର୍ମାଣ କାଳ ସଠିକ୍ ଭାବରେ ନିର୍ଣ୍ଣିତ ହୋଇନାହିଁ। ତଥାପି ସ୍ଥାପତ୍ୟ, କାରୁକାର୍ଯ୍ୟ ଏବଂ ନିର୍ମାଣ କୌଶଳ ଦୃଷ୍ଟିରୁ ତାହା ଖ୍ରୀଷ୍ଟୀୟ ଦଶମ ଓ ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ସମ୍ଭବ। ମୁକ୍ତେଶ୍ୱର ମନ୍ଦିର କ୍ଷୁଦ୍ର ହୋଇଥିଲେ ସୁଦ୍ଧା ସେଥିର କାରୁକାର୍ଯ୍ୟ ଅତି ଉଚ୍ଚ କୋଟିର ଅଟେ। ସେଥିରେ କୌଣସି ପ୍ରକାର ଅଶ୍ଳୀଳ ସ୍ଥାପତ୍ୟ ନାହିଁ। କିନ୍ତୁ ଭୁବନେଶ୍ୱର ତଥା ଅନ୍ୟାନ୍ୟ କେତେକ ସ୍ଥାନର ମନ୍ଦିରଗୁଡ଼ିକରେ ସେଥିର ବ୍ୟତିକ୍ରମ ଦେଖିବାକୁ ମିଳେ। କଳା ଦୃଷ୍ଟିରୁ ସେ ମନ୍ଦିରଗୁଡ଼ିକ ଓଡ଼ିଶାର ତତ୍କାଳୀନ ଶିଳ୍ପୀମାନଙ୍କର ପ୍ରତିଭା ଓ କଳା କୁଶଳତାର ପ୍ରଚାର କରିପାରିଛି। ପୃଥିବୀର ବହୁ ଦେଶର ଶିଳ୍ପୀ ଓ ବୈଜ୍ଞାନିକମାନେ ଏହି ମନ୍ଦିରଗୁଡ଼ିକର ନିର୍ମାଣ କୌଶଳ ଦେଖି ବିସ୍ମିତ ହୁଅନ୍ତି। ବିଷ୍ଣୁକ୍ଷେତ୍ର ପୁରୁଷୋତ୍ତମ। ପ୍ରଥମେ କୁହାଯାଇଅଛି ଯେ ଯଯାତି ପ୍ରଥମଙ୍କ ଭଗ୍ନୀ ତ୍ରିଭୁବନ ମହାଦେବୀ, ପୃଥିବୀ ମହାଦେବୀ, ଭୌମକର ରାଜବଂଶର ଶେଷ ରାଜା କୁସୁମଭାରଙ୍କ ମହିଷୀ। ସେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତୋଷଳୀର ରାଣୀ ରୂପେ ରାଜତ୍ୱ କରିବାକୁ ଲାଗିଲେ। ମହିଳାଙ୍କ ପକ୍ଷରେ ରାଜ୍ୟରକ୍ଷା ବ୍ୟବସ୍ଥା ଦୁର୍ବଳ ହେବାରୁ ବିଭିନ୍ନ ଅଞ୍ଚଳରୁ ଶତ୍ରୁ ରାଜାମାନେ ଓ ଖଣ୍ଡପାଳମାନେ ରାଜ୍ୟରେ ଘୋର ବିଭ୍ରାଟ ସୃଷ୍ଟି କଲେ। ଏଣୁ ରାଣୀ ପୃଥିବୀ ମହାଦେବୀ ତାଙ୍କ ପିତା ସ୍ୱଭାବତୁଙ୍ଗ ମହାଭବଗୁପ୍ତଙ୍କ ରାଜ୍ୟରେ ଆଶ୍ରୟ ନେଇଥିବା ସ୍ୱାଭାବିକ। ଏଣୁ ତାଙ୍କ ଭ୍ରାତା ମହାବୀର ଯଯାତି ଉତ୍କଳରେ ଶାସନ ବିସ୍ତାର କରିଥିଲେ। ତାଙ୍କ ଭଗ୍ନୀ ପୃଥିବୀ ମହାଦେବୀ ପରମ ବୈଷ୍ଣବୀ ଉପାଧି ଗ୍ରହଣ କରିଥିବାରୁ ତାଙ୍କର ଅନୁରୋଧ କ୍ରମେ ଯଯାତି ଭୁବନେଶ୍ୱରଠାରେ ଏକ ବିଷ୍ଣୁ ମନ୍ଦିର ନିର୍ମାଣ କରିଥିବା ଅନୁମିତ ହୁଏ। କିନ୍ତୁ କୌଣସି କାରଣରୁ ସେ ମନ୍ଦିରଟି ଭାଙ୍ଗି ପଡ଼ିବାରୁ ବୋଧହୁଏ ତାହା ମଣିଭଦ୍ରେଶ୍ୱର ନାମରେ ଶିବ ମନ୍ଦିରରେ ପରିଣତ ହୋଇଛି। କିନ୍ତୁ ତାହା ମୁଖ୍ୟତଃ ବିଷ୍ଣୁ ମନ୍ଦିର ହୋଇଥିବାରୁ ତାହାର ଭିତ୍ତିଗାତ୍ରରେ ବିଷ୍ଣୁଙ୍କ 10 ଅବତାରର ସ୍ଥାପତ୍ୟ ଥିବା ଦେଖାଯାଏ। ବର୍ତ୍ତମାନ ସେ ମନ୍ଦିରର ପ୍ରାୟ ଅର୍ଦ୍ଧେକ ଭାଗ ଭଗ୍ନ ଅବସ୍ଥାରେ ରହିଛି। ମହାରାଜା ଯଯାତିଙ୍କ ପୌତ୍ର ଯଯାତି କେଶରୀ ଦ୍ୱିତୀୟ ଯେତେବେଳେ ଉତ୍କଳ ସିଂହାସନ ଅଧିରୋହଣ କଲେ, ସେତେବେଳେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ବା ପୁରୀର ତୀର୍ଥରାଜ ମହୋଦଧି ତଟରେ ପ୍ରତିଷ୍ଠିତ ଶ୍ରୀ ପୁରୁଷୋତ୍ତମଙ୍କ ପାଇଁ ଏକ ନୂତନ ମନ୍ଦିର ନିର୍ମାଣ କରିଥିବା ଅନୁମିତ ହୁଏ। ମାଦଳାପାଞ୍ଜିର ଏକ କିମ୍ବଦନ୍ତୀ ଅନୁସାରେ ସେ ବିଷ୍ଣୁ ବିଗ୍ରହଙ୍କୁ ଅଣାଇ ପ୍ରତିଷ୍ଠା କରିଥିବା ଜଣାଯାଏ। ବାସ୍ତବରେ ବର୍ତ୍ତମାନ ପୁରୀର ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ମୁକ୍ତିମଣ୍ଡପକୁ ଲାଗି ଯେଉଁ ନୃସିଂହ ମନ୍ଦିର ବିଦ୍ୟମାନ, ତାହା ଯଯାତି ଦ୍ୱିତୀୟଙ୍କ କୀର୍ତ୍ତି ବୋଲି ମନେହୁଏ। ସେଥିରେ ଶ୍ରୀ ପୁରୁଷୋତ୍ତମଙ୍କ ଚତୁର୍ଭୁଜ ବିଶିଷ୍ଟ ବିଷ୍ଣୁମୂର୍ତ୍ତି ଖ୍ରୀଷ୍ଟୀୟ 1200 ଶତାବ୍ଦୀରେ ପୂଜିତ ହେଉଥିବା ପ୍ରସଙ୍ଗ ଗଙ୍ଗବଂଶୀୟ ମହାରାଜା ଚୋଡ଼ଗଙ୍ଗ ଓ ତାଙ୍କ ପୁତ୍ର କାମାର୍ଣ୍ଣବ ଦେବଙ୍କ ଦୀପଦାନ ଭିତ୍ତିକ ଶିଳାଲେଖଗୁଡ଼ିକରୁ ପ୍ରମାଣିତ ହୋଇଅଛି। ସେହି ମନ୍ଦିରର ଭିତ୍ତିଗାତ୍ରର ଚତୁଃପାର୍ଶ୍ୱରେ ମଣିଭଦ୍ରେଶ୍ୱର ମନ୍ଦିର ପ୍ରତୀକ ବିଷ୍ଣୁଙ୍କ 10 ଅବତାର ସ୍ଥାପତ୍ୟ ପ୍ରଦର୍ଶିତ ହୋଇଅଛି। ସୋମବଂଶୀୟ ରାଜାମାନଙ୍କର ଶାସନ ପଦ୍ଧତିରେ କୌଣସି ନୂତନତା ନ ଥିଲେ ସୁଦ୍ଧା ସେମାନଙ୍କ ଦ୍ୱାରା ବିଭିନ୍ନ ପ୍ରଦେଶରୁ ବହୁ ସଂଖ୍ୟାରେ ବ୍ରାହ୍ମଣ ଏବଂ କାୟସ୍ଥ ପ୍ରଭୃତି ଉଚ୍ଚ ଶିକ୍ଷିତ ଜାତି ଉଠି ଆସି ଓଡ଼ିଶାରେ ବାସ କରିବାକୁ ଲାଗିଲେ। ସେହିପରି ଉଠି ଆସିଥିବା ପରିବାର ମଧ୍ୟରୁ ଅଧିକାଂଶ ମଧ୍ୟଦେଶ, ହସ୍ତିପଦ, ଶ୍ରାବସ୍ତୀ ପ୍ରଭୃତି ରାଜ୍ୟରେ ପୂର୍ବେ ନିବାସ କରୁଥିଲେ। ଏହି ରାଜ୍ୟଗୁଡ଼ିକ ଭାରତର ଉତ୍ତର ପୂର୍ବାଞ୍ଚଳରେ ଅବସ୍ଥିତ। ତେଣୁ ସେଠାକାର ସଂସ୍କୃତି ବହନ କରି ଓଡ଼ିଶାରେ ଏକ ନୂତନ ସମାଜ ଗଠିତ ହେବା କଥା ସୋମବଂଶୀୟ ରାଜାମାନଙ୍କ ଅଭିଲେଖଗୁଡ଼ିକରୁ ପ୍ରକଟିତ ହୁଏ। ତତ୍କାଳୀନ ଗୌଡ଼ୀୟ ବ୍ରାହ୍ମଣମାନଙ୍କ ସଙ୍ଗେ ଉତ୍କଳୀୟ ବ୍ରାହ୍ମଣମାନଙ୍କ ଅବସ୍ଥାନ ଫଳରେ
ସେହି ଜାତିଗୁଡ଼ିକ ମଧ୍ୟରେ ଶ୍ରେଣୀ ବିଭାଗ ସମ୍ଭବ ହୋଇଅଛି। ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରୁ ଆରମ୍ଭ କରି ବ୍ରାହ୍ମଣମାନଙ୍କର ଓଡ଼ିଶାକୁ ଆଗମନ ଆରମ୍ଭ ହେଲା। କାରଣ ଭାରତକୁ ନବାଗତ ହୁଣମାନଙ୍କ ଆଗମନ ହେତୁ ଧର୍ମଭୀରୁ ସମ୍ପ୍ରଦାୟ ସେମାନଙ୍କ ହସ୍ତରୁ ରକ୍ଷା ପାଇବା ସକାଶେ ଉତ୍କଳ ପରି ନିରାପଦ ଓ ଧର୍ମନିରପେକ୍ଷ ରାଜ୍ୟକୁ ପଳାୟନ କରୁଥିଲେ। ସେଠାରେ ରାଜାମାନେ ପ୍ରତ୍ୟେକ ଧର୍ମରେ ବିଶ୍ୱାସ ଓ ନିରାପତ୍ତା ରକ୍ଷା କରୁଥିବା ସମ୍ବାଦ ପାଇ ସେମାନେ ଏହି ଦେଶରେ ଆଶ୍ରୟ ପାଇଁ ଲାଳାୟିତ ହେବା ସ୍ୱାଭାବିକ। ସୋମବଂଶୀୟ ରାଜାମାନଙ୍କ ରାଜତ୍ୱ କାଳରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଶିଷ୍ଟ ବ୍ରାହ୍ମଣ ଶାସନମାନଙ୍କରେ ବିଦ୍ୟାଭ୍ୟାସର ସୁବିଧା କରାଯାଇଥିଲା। ଗୁରୁ ଓ ଶିଷ୍ୟମାନଙ୍କର ରକ୍ଷଣାବେକ୍ଷଣ ସକାଶେ ରାଜାମାନେ ବହୁ ଶାସନ ଦାନ କରୁଥିଲେ। ମଠ ଓ ମନ୍ଦିରମାନଙ୍କରେ ଶାସ୍ତ୍ରଜ୍ଞ ପଣ୍ଡିତମାନେ ରହି ଧର୍ମ ବିଷୟକ ଚିନ୍ତାରେ ନିମଗ୍ନ ଥିଲେ। ରାଜ୍ୟରେ ସାମାଜିକ ଶୃଙ୍ଖଳା ଓ ନୈତିକ ଦୃଢ଼ତା ସମ୍ପାଦିତ ହେଉଥିବାରୁ ପ୍ରତ୍ୟେକ ଜାତି ନିଜ ନିଜର ଧର୍ମ ଅନୁସାରେ ସାମାଜିକ କାର୍ଯ୍ୟରେ ବ୍ୟାପୃତ ହେଉଥିଲେ। ସମଗ୍ର ରାଜ୍ୟରେ ଆର୍ଥିକ ଉନ୍ନତି ଘଟିଥିବାରୁ ରାଜାମାନେ ବହୁ ଅର୍ଥ ବ୍ୟୟ କରି ମନ୍ଦିର, ପ୍ରାସାଦ ଏବଂ ଦୁର୍ଗ ବହୁ ସଂଖ୍ୟାରେ ନିର୍ମାଣ କରିଅଛନ୍ତି। ଉଦ୍ୟୋତ କେଶରୀଙ୍କ ପରେ ସୋମବଂଶରେ ଜନ୍ମେଜୟ ଦ୍ୱିତୀୟ ଏବଂ ତାଙ୍କ ପୁତ୍ର ମହାଶିବଗୁପ୍ତ କର୍ଣ୍ଣଦେବ ଶାସନ କାର୍ଯ୍ୟ ଚଳାଇଲେ। ଖ୍ରୀଷ୍ଟୀୟ ଏକାଦଶ ଶତାବ୍ଦୀର ଶେଷ ଭାଗରେ ସୋମବଂଶର ଅବସାନ ଘଟିଲା। କାରଣ ସେତେବେଳେ ବଙ୍ଗଦେଶର ପାଳବଂଶୀୟ ମହାରାଜା ରାମପାଳଙ୍କ ଅଧୀନରେ କଳିଙ୍ଗର ଗଙ୍ଗବଂଶୀୟ ରାଜାମାନଙ୍କ ସଙ୍ଗେ ଉତ୍କଳ ରାଜଙ୍କ ସଂଘର୍ଷ ସଂଘଟିତ ହେଲା। କଳିଙ୍ଗରେ ଯେତେବେଳେ ମହାପରାକ୍ରମଶାଳୀ ଚୋଡ଼ଗଙ୍ଗ ରାଜତ୍ୱ କରୁଥିଲେ, ସେତିକିବେଳେ ସୋମବଂଶର ଶେଷ ରାଜା କର୍ଣ୍ଣଦେବ ଓରଫ ସୁବର୍ଣ୍ଣକେଶରୀ ତାଙ୍କ ସହିତ ଶତ୍ରୁତା କରି ଘୋର ପରାଜୟ ଲାଭ କଲେ। ତାହା ହିଁ ଓଡ଼ିଶାରେ ସୋମବଂଶକୁ ନିଶ୍ଚିହ୍ନ କରିଦେଲା। ସୋମ ରାଜବଂଶର ବଂଶାବଳୀ। କେତେକ ଐତିହାସିକ ଏହି ବଂଶବୃକ୍ଷ ଭିନ୍ନ ପ୍ରକାରେ ଉଲ୍ଲେଖ କରିଛନ୍ତି, କିନ୍ତୁ ଉପରୋକ୍ତ ବଂଶବୃକ୍ଷ ଏ ଲେଖକ ଓଡ଼ିଶାର ଇତିହାସ ପ୍ରଥମ ଖଣ୍ଡ ପୃଷ୍ଠା 509ରୁ 510 ମଧ୍ୟରେ ଆଲୋଚନା କରିଛି। ସୋମବଂଶର ପତନ। ଏଠାରେ କହିବା ଆବଶ୍ୟକ ଯେ ରାଜ୍ୟର ବିଭବ ଓ ପ୍ରତିଷ୍ଠା ଉନ୍ନତ ସ୍ତରରେ ପହଞ୍ଚିଲେ ରାଜାମାନଙ୍କ ଅହଙ୍କାର ସାଧାରଣତଃ ବଢ଼ିଯାଏ। ସୋମବଂଶରେ ତାହା ହିଁ ଦେଖାଦେଲା। ଯଯାତି ଦ୍ୱିତୀୟଙ୍କ ପୁତ୍ର ଉଦ୍ୟୋତ କେଶରୀ ରାଜ୍ୟଭାର ଗ୍ରହଣ କଲାବେଳେ ଉତ୍କଳର ବିଭବ ସଙ୍ଗେ ନିର୍ମମ ଅତ୍ୟାଚାର ମଧ୍ୟ ହୋଇଥିବା ଜଣାଯାଏ। ପ୍ରଜାମାନଙ୍କଠାରୁ ବିଭିନ୍ନ ପ୍ରକାର କର ସଂଗ୍ରହ କରାଗଲା, ଯାହାକି ଧର୍ମଶାସ୍ତ୍ରର ବିରୋଧ କରୁଥିଲା। ସେହି କର ବା ଶୁଳ୍କଗୁଡ଼ିକର ନାମ ଥିଲା ସୁବର୍ଣ୍ଣଦଣ୍ଡ, ଅହିଦଣ୍ଡ, ବନ୍ଧଦଣ୍ଡ, ବନ୍ଦାପନା, ବିଜୟ ବନ୍ଦାପନା, ତୃଣୋଦକ, ଛାଗ, ବଳିବର୍ଦ, ପଦାତିଜୀବ୍ୟ, ଆଦତ୍ତ, ହସ୍ତିଦଣ୍ଡ, ମାର୍ଗଣିକ, ଅନ୍ଧାରୁବା, ପ୍ରତି ଅନ୍ଧାରୁବା, ଅନ୍ତରାବଡ୍ଡି, ଚୋଟାଳ ଇତ୍ୟାଦି। ଏଣୁ ପ୍ରଜାମାନେ ଘୋର ଆର୍ଥିକ ଦୁଃସ୍ଥିତିରେ ପଡ଼ି ରାଜାଙ୍କ ବିରୁଦ୍ଧରେ ଉତ୍ତେଜିତ ହେବା ସମ୍ଭବ। ସୁତରାଂ ରାଜଶକ୍ତି କ୍ରମେ ଦୁର୍ବଳ ହେବାରୁ ପଡ଼ୋଶୀ ବଙ୍ଗର ପରାକ୍ରାନ୍ତ ରାଜା ରାମପାଳଙ୍କ ସାମନ୍ତ ଚକ୍ରରେ ରାଜା ସୁବର୍ଣ୍ଣକେଶରୀ ଆତ୍ମରକ୍ଷା କରିବାକୁ ବାଧ୍ୟ ହେଲେ। ଠିକ୍ ସେତିକିବେଳେ କଳିଙ୍ଗର ଗଙ୍ଗବଂଶୀୟ ମହାରାଜା ଚୋଡ଼ଗଙ୍ଗଦେବ ଉତ୍କଳ ଆକ୍ରମଣ କରି ସୋମବଂଶକୁ ନିଶ୍ଚିହ୍ନ କରିଥିବା ଜଣାଯାଏ। ସେ ବଂଶର ଶେଷ ରାଜା କର୍ଣ୍ଣକେଶରୀଙ୍କୁ ସାହାଯ୍ୟ କରିବାରୁ ବଙ୍ଗର ପାଳବଂଶ ମଧ୍ୟ ବିଧ୍ୱସ୍ତ ହେଲା। ସେଠାରେ ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗଙ୍କ ଆନୁଗତ୍ୟ ସ୍ୱୀକାର କରି ଦାକ୍ଷିଣାତ୍ୟର
ଦାକ୍ଷିଣାତ୍ୟର ସେନ ରାଜବଂଶ ସ୍ଥାପିତ ହୋଇଥିଲେ। ଉତ୍କଳରେ ଗଙ୍ଗ ରାଜବଂଶର ପ୍ରଥମ ପ୍ରତିଷ୍ଠାତା ଅନନ୍ତବର୍ମା ଚୋଡ଼ଗଙ୍ଗ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ରାଜ୍ୟ ଅଧିକାର କରି କଳିଙ୍ଗୋତ୍କଳ ସାମ୍ରାଜ୍ୟରେ ସ୍ୱୀୟ ବଂଶ ପ୍ରତିଷ୍ଠା କରିଥିଲେ। ଏହା ଖ୍ରୀଷ୍ଟୀୟ 1112 ସାଲରେ ସମ୍ପନ୍ନ ହୋଇଥିବା ଜଣାଯାଏ।